ପ୍ରଭୁ ଶରଣମ୍ ବା ଈଶ୍ୱର ଶରଣମ୍। ପ୍ରଭୁଙ୍କୁ ବା ଈଶ୍ୱରଙ୍କୁ ବିଭିନ୍ନ ଧର୍ମର ଲୋକମାନେ ବିଭିନ୍ନ ନାମରେ ଡାକନ୍ତି। ଗୋଟେ ଓଡ଼ିଆରେ ଗୋଟେ ଭଜନ ଅଛି, କେଉଁ ନାମ ଧରି ଡାକିବି ତୁମକୁ, ତୁମେ ତ ସର୍ବନାମ। ପ୍ରଭୁଙ୍କୁ ସବୁ ଧର୍ମର ଲୋକ ବିଭିନ୍ନ ନାମରେ ଡାକନ୍ତି, କିନ୍ତୁ ପ୍ରଭୁ ହେଉଛନ୍ତି ଏକ, ଦ୍ୱିତୀୟ ନାସ୍ତି। ଆମର କହିବାର ଅର୍ଥ ହେଲା, ପୂର୍ବତନ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନା କରିକି ଚାଷୀ ଭାଇମାନଙ୍କୁ କିଛି ଆର୍ଥିକ ସହାୟତା ପ୍ରଦାନ କରୁଥିଲେ। କାଳିଆ ଯୋଜନା ହେଲା ପ୍ରଭୁଙ୍କର ନାମରେ ଗୋଟେ ଯୋଜନା ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରସ୍ତୁତ କରିଥିଲେ ଚାଷୀ ଭାଇମାନଙ୍କ ପାଇଁ। କାଳିଆ ସ୍ନେହରେ ଆମେ ପ୍ରଭୁଙ୍କୁ କାଳିଆ ନାମରେ ଡାକନ୍ତି, ସ୍ନେହ ଆଦର ସହକାରେ ଆମେ କାଳିଆ ନାମରେ ଡାକନ୍ତି। ତେଣୁକରି କାଳିଆ ନାମରେ ସେ ଯୋଜନାଟି ପ୍ରସ୍ତୁତ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ, କାଳିଆ ଯୋଜନା। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ କାଳିଆ ଯୋଜନାକୁ କଟେଇକି ସିଏମ୍ କିଷାନ ଯୋଜନା କରିଛନ୍ତି। ଏହା କ'ଣ ଠିକ୍ କି? ଆପଣମାନେ ନିଶ୍ଚିନ୍ତ କରନ୍ତୁ, ଏହା କ'ଣ ଠିକ୍ ହେଲା କି? ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀ ତାଙ୍କ ନାମରେ ଯୋଜନା ପ୍ରସ୍ତୁତ କରିଥିଲେ, ଇନ୍ଦିରା ଆବାସ ଯୋଜନା। ତାଙ୍କର ଆମର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ତାକୁ PM ଆବାସ ଯୋଜନା କରିଲେ, ନାମ ଦେଲେ। ତାହା ଠିକ୍ ହେଲା, ସମସ୍ତେ ଚିନ୍ତା କରିବେ ତାହା ଠିକ୍ ହିଁ ହେଲା। କିନ୍ତୁ ବର୍ତ୍ତମାନ ସମୟରେ ଆମର ମୁଖ୍ୟମନ୍ତ୍ରୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ସୁଭଦ୍ରା ଯୋଜନା କଲେ। ସୁଭଦ୍ରା ଯୋଜନା କଲେ ଚାଷୀ ମାନେ ମା ଭଉଣୀମାନଙ୍କୁ କିଛି ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ସୁଭଦ୍ରା ଯୋଜନା ପ୍ରସ୍ତୁତ କଲେ। କିଛି ସହାୟତା କରିଛନ୍ତି, କିଛି ଆଗକୁ ନେବା ପାଇଁ ଚେଷ୍ଟା କରୁଛନ୍ତି। ତାହା କଲେ, ଠିକ୍ କଲେ। କିନ୍ତୁ କାଳିଆ ଯୋଜନାକୁ କାହିଁକି ବନ୍ଦ କଲେ? CM କିଷାନ ଯୋଜନା କାହିଁକି କଲେ? ଏହା କ'ଣ ଉଚିତ ହେଲା କି? ଆପଣମାନେ ଚିନ୍ତା କରନ୍ତୁ। ଯଦି ସୁଭଦ୍ରା ଯୋଜନା କଲେ, ସୁଭଦ୍ରା ପ୍ରଭୁଙ୍କର ଗୋଟେ ନାମ, ଯାହାକି ଆମେ ବିଭିନ୍ନ ନାମରେ ଠାକୁରଙ୍କୁ ଡାକୁଛନ୍ତି ପ୍ରଭୁଙ୍କୁ। ତେଣୁ ସୁଭଦ୍ରା ଗୋଟେ ପ୍ରଭୁଙ୍କର ନାମ, କାଳିଆ ବି ପ୍ରଭୁଙ୍କର ନାମ। କାଳିଆ ଯୋଜନାକୁ କାହିଁକି କଟେଇକି CM କିଷାନ ଯୋଜନା କଲେ? ସୁଭଦ୍ରା ଯୋଜନା କଲେ କାହିଁକି? ଯଦି କଲେ ଠିକ୍ ଅଛି, କାଳିଆ ଯୋଜନାଟାକୁ କାହିଁକି କଟେଇଲେ? ତାହା ରହିବା ଉଚିତ ଥିଲା କି ନଥିଲା, ତାହା ଓଡ଼ିଶାବାସୀ ଚିନ୍ତା କରନ୍ତୁ। ଏହା ଆମର ଓଡ଼ିଶାର ବଡ଼ ଠାକୁର, ପ୍ରିୟ ଠାକୁର କାଳିଆ ସାଆନ୍ତଙ୍କ ପାଇଁ ଗୋଟେ ଅନ୍ତରର ଶୁଭକାମନା। ସମସ୍ତେ ଚିନ୍ତା କରନ୍ତୁ ଆଉ ସମାଜକୁ ଜଣାନ୍ତୁ। ଏହି ଯୋଜନା ପ୍ରସ୍ତୁତ ରହିବା ବଳବତ୍ତର ଅଟେ। ଭଲ ଲାଗିଲେ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ।